କଥା କଥାରେ କାନ୍ଦି ପକାଉଥିବା ମହିଳାମାନେ ହୋଇଥାନ୍ତି ଏହିଭଳି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆଶ୍ଚର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ମହିଳାମାନେ ଖୁବ୍ ଇମୋସନାଲ୍ ହୋଇଥାନ୍ତି। ତେଣୁ ଏମିତିରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ କଥା କଥାରେ ଚିତ୍କାର କରୁଥିବା ଏବଂ କାନ୍ଦୁଥିବା ମହିଳା କାହାଠାରୁ ବି କମ୍ ହୋଇନଥାନ୍ତି। ଆଚାର୍ଯ୍ୟ ଚାଣକ୍ୟ କଥା କଥାରେ ଚିତ୍କାର କରୁଥିବା ମହିଳାଙ୍କ ଚରିତ୍ର ବିଷୟରେ ବର୍ଣ୍ଣନା କରିଛନ୍ତି ଯେ ଏଭଳି ମହିଳାଙ୍କୁ ଲୋକେ ଖୁବ୍ ଅପସନ୍ଦ ମଧ୍ୟ କରିଥାନ୍ତି। ଯଦି ଆପଣଙ୍କ ଘରେ ମଧ୍ୟ ଏଭଳି କେହି ମହିଳା ଅଛନ୍ତି ଯିଏକି କଥା କଥାରେ ଚିତ୍କାର କରୁଥିବେ କିମ୍ବା କାନ୍ଦି ପକାଉଥିବେ, ତେବେ ନିଶ୍ଚୟ ଭିଡ଼ିଓଟିକୁ ଦେଖନ୍ତୁ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ମହିଳାଙ୍କ ମଧ୍ୟରେ ସହ୍ୟ କରିବାର କ୍ଷମତା ପୁରୁଷମାନଙ୍କ ଅପେକ୍ଷା ଅଧିକ ରହିଥାଏ। ତେଣୁ ଏମିତିରେ ଯେଉଁ ସ୍ତ୍ରୀ କଥା କଥାରେ କାନ୍ଦି ପକାଏ ତାଙ୍କର ଯତ୍ନ ନେବା ଉଚିତ ଏବଂ ସମ୍ମାନ ଦେବା ତାଙ୍କୁ ଉଚିତ। କାରଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଏଭଳି ମହିଳା ଭାଗ୍ୟରେ ଥିଲେ ମିଳେ। ଏଭଳି ମହିଳାମାନେ ସଚ୍ଚା ବିଚାରର ହୋଇଥାନ୍ତି। ଚାଣକ୍ୟଙ୍କ ଅନୁଯାୟୀ ଯେଉଁ ସ୍ତ୍ରୀ କଥା କଥାରେ କାନ୍ଦି ପକାଏ ତାହାର ଅର୍ଥ ସେ ନିଜ ପାର୍ଟନରଙ୍କ ଠାରୁ କେବେ ଅଲଗା ହେବାକୁ ଚାହେଁ ନାହିଁ। ଏଭଳି ସ୍ତ୍ରୀ ପରିବାରର ପାଇଁ ଖୁବ୍ ଭଲ ହୋଇଥାନ୍ତି। ଏମାନଙ୍କର ମନ ଖୁବ୍ ପରିଷ୍କାର ହୋଇଥାଏ ଏବଂ ଏମାନେ ଅନ୍ୟର ମନ ନେଇ ଚଳିବା ସହିତ ଅନ୍ୟର ଇମୋସନକୁ ସମ୍ମାନ ଦିଅନ୍ତି। ତେଣୁ ଏଭଳି ସ୍ତ୍ରୀ ମିଳିବା ଭାଗ୍ୟର କଥା ଅଟେ। ଯେଉଁ ସ୍ତ୍ରୀ କଥା କଥାରେ କାନ୍ଦି ପକାଏ ତା ମଧ୍ୟରେ ନିଜ ସ୍ୱାମୀଙ୍କ ପାଇଁ ଭଲ ପାଇବା ଅଧିକ ଥାଏ। ଚାଣକ୍ୟଙ୍କ ଅନୁଯାୟୀ ମହିଳାମାନେ କାନ୍ଦିବା ସହିତ ଚିତ୍କାର କରିବା ଦ୍ୱାରା ଅନେକ ଘାତକ ରୋଗ ଠିକ୍ ହୋଇଥାଏ। କାନ୍ଦିବା ଦ୍ୱାରା ମନ ହାଲକା ହୋଇଥାଏ। କାନ୍ଦିବା ଦ୍ୱାରା ମାନସିକ ଚିନ୍ତା ମଧ୍ୟ ଶେଷ ହୋଇଥାଏ। କଥା କଥାରେ କାନ୍ଦି ପକାଉଥିବା ମହିଳା ସମସ୍ତଙ୍କ ଭାଗ୍ୟରେ ନଥାଏ। ଏମାନଙ୍କ ହୃଦୟ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ। ଏଭଳି କାନ୍ଦି ପକାଉଥିବା ମହିଳା କେବେ କାହାରି ମନରେ କଷ୍ଟ ଦିଅନ୍ତି ନାହିଁ। ଏମାନେ ନିଜକୁ କଷ୍ଟରେ ରଖି ଅନ୍ୟକୁ ଖୁସି ଦେଇଥାନ୍ତି। ଅଧିକ କାନ୍ଦୁଥିବା ମହିଳା କେବେ ବି ଘାତକ ହୋଇନଥାନ୍ତି। ଏମାନଙ୍କ ମଧ୍ୟରେ ଖୁବ୍ ଦୁଃଖ ଭରି ରହିଥାଏ। ତେଣୁ ଏମିତିରେ ଏଭଳି ସ୍ତ୍ରୀର ମାନ ସମ୍ମାନ ବଢ଼ାଇବା ଆବଶ୍ୟକ। ଏଭଳି ମହିଳାଙ୍କ ହୃଦୟ ଭାଙ୍ଗିବା ମଧ୍ୟ ପାପ ସମାନ ହୋଇଥାଏ। ଚାଣକ୍ୟଙ୍କ ଅନୁଯାୟୀ ଅଧିକ କାନ୍ଦୁଥିବା ଏବଂ ଚିତ୍କାର କରୁଥିବା ମହିଳା ଆପଣଙ୍କର ବିନାଶ ମଧ୍ୟ କରିଥାଏ। ଏଭଳି ମହିଳା ଆପଣଙ୍କ ମୃତ୍ୟୁର କାରଣ ମଧ୍ୟ ହୋଇପାରେ। ଯେଉଁ ମହିଳା ଭୁଲ କରିବା ସତ୍ତ୍ୱେ ବି କାନ୍ଦିଥାଏ କିମ୍ବା ଚିତ୍କାର କରିଥାଏ ତେବେ ଆପଣଙ୍କୁ ସତର୍କ ହୋଇଯିବା ଆବଶ୍ୟକ। ଚାଣକ୍ୟଙ୍କ ଅନୁଯାୟୀ ଏଭଳି ମହିଳା ଖୁବ୍ ଚତୁର ହୋଇଥାନ୍ତି, ଯାହାକି ଆପଣଙ୍କର ବର୍ବାଦୀର କାରଣ ମଧ୍ୟ ହୋଇଥାଏ। ତେଣୁ ସର୍ବଦା ଏଭଳି ମହିଳାଙ୍କ ଠାରୁ ସାବଧାନ ରହିବା ଆବଶ୍ୟକ। ଭଗବାନଙ୍କୁ ପ୍ରାର୍ଥନା କରିବା ସମୟରେ ଭୁଲରେ ବି କୁହନ୍ତୁ ନାହିଁ ଏହି ଶବ୍ଦ, ନଚେତ୍ ସବୁ ପୂଜା ଆପଣଙ୍କର ହୋଇଯିବ ନିରର୍ଥକ। ପ୍ରାଚୀନ ସମୟରୁ ହିଁ ମନୁଷ୍ୟ ଭିନ୍ନ ଭିନ୍ନ ଦେବଦେବୀଙ୍କୁ ଭିନ୍ନ ଭିନ୍ନ ଉପାୟରେ ପୂଜା ଆରାଧନା କରିଆସୁଛି। ସେହିଭଳି ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ କ୍ଷୀର ଅର୍ପିତ କରୁଥିବା ବେଳେ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ମିଠା ଭୋଗ ଏବଂ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା କରିବା ସହିତ ମାତା ସରସ୍ୱତୀଙ୍କ ନିକଟରେ ବିଦ୍ୟା ଅର୍ଜନ ପାଇଁ ବ୍ୟବହାର କରାଯାଉଥିବା ଜିନିଷ ରଖି ପୂଜା କରାଯାଏ। ବିଧି ଶାସ୍ତ୍ର ଅନୁଯାୟୀ ଭଗବାନଙ୍କୁ ପୂଜା କରିବା ସମୟରେ ଅନେକ ନିୟମ ବିଧି ରହିଛି। ଭଗବାନଙ୍କୁ ପୂଜା କରିବା ସମୟରେ ଏହି ନିୟମ ମାନିଲେ ପୂଜାର ଶୁଭ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ। କିନ୍ତୁ ଭଗବାନଙ୍କୁ ପୂଜା କରିବା ସମୟରେ କିଛି କାମକୁ ବର୍ଜିତ ମନା ଯାଇଛି। ପୂଜା ସମୟରେ କିଛି ଭୁଲ ହେଲେ ପୂଜାର ବିପରୀତ ଫଳ ଦେଖିବାକୁ ମିଳିଥାଏ। ଏହାଦ୍ୱାରା ଇଷ୍ଟଦେବ କ୍ରୋଧିତ ମଧ୍ୟ ହୁଅନ୍ତି। ଏହା ବ୍ୟତୀତ କିଛି ଏପରି ମନସ୍କାମନା ରହିଛି ଯାହାକୁ ଯଦି ଆପଣ ଭଗବାନଙ୍କୁ ପ୍ରାର୍ଥନା ଆକାରରେ କୁହନ୍ତି ତେବେ ଭଗବାନ ତାହା ପୂରଣ କରିବେ ନାହିଁ। ଯଦି ଆପଣ ଭଗବାନଙ୍କୁ ପୂଜା କରିବା ସମୟରେ ଏଭଳି କିଛି ଇଚ୍ଛା ମାଗୁଛନ୍ତି ଯେ ଅନ୍ୟର ଅନର୍ଥ ହେଉ ଏବଂ ସମସ୍ୟା ହେଉ, ତେବେ ଆପଣଙ୍କର ଏହି ପ୍ରାର୍ଥନା କେବେ ବି ଭଗବାନଙ୍କ ପାଇଁ ଗ୍ରହଣୀୟ ନୁହେଁ।
एभଳି व्यक्ति उपरे भगवान केबे भी कृपा करती नहीं। तेणु करी अन्यर अमंगल पाई कामना न करी समस्तंकर मंगल निमते भगवान को निकटरे प्रार्थना करिबा उचित। एहा द्वारा भगवान शीघ्र प्रसन्न हुअन्ति। भगवान को प्रार्थना करिबा समय रे कौनसी प्रकारर लोभ करिबा उचित नुहे, कारण लोभ मनुष्य को आसक्ति दिगरे नहीं थाए। पूजा करिबा समय रे मनरे काम भाव जाग्रत हेले काम को तुरंत बंद कर देबा उचित। काम क्रीड़ा परे स्वामी स्त्री अपवित्र होई जाती, तेणु एहा परे पूजा करंतु नहीं। एही समय रे पूजा कले तार कौनसी फल प्राप्त होई न थाए। जेउ व्यक्ति सुख समय रे भगवान को भूली जाए केवल दुख समय रे भगवान को प्रार्थना करि थाए, एभଳି व्यक्ति ईश्वरଙ୍କ कृपारु पात्र होई न थाए। भगवान को पूजा करिबा समय रे मंत्र निश्चय जप करंतु, कारण मंत्र रे अपार शक्ति रही थाए। एहा व्यतीत आखपाखर वातावरण सकारात्मकतारे भरी जाई थाए। जदि भिडियोटी आपण मानकु पसंद आसी थाए तेबे भिडियोटी को गोटिए लाइक करिबा सहित भिडियोटी को अधिकरु अधिक शेयर करंतु एवं आम चैनल रे आपण माने नुआ थिले चैनल को सब्सक्राइब करि दियंतु।